ତୁଟିଛି ସଂଶୟ ଜାଣିଲି ନିଶ୍ଚୟ ଉନ୍ମାଦ ବାତୁଳ ପ୍ରେମମୟ ସୁନ୍ଦର ସୁନ୍ଦର କାହାକୁ ବୋଲୁଛ ଗ୍ରୀବାଗଣ୍ଡ ନାଶାକୁଚ ଦୟ ମୋତେ କହିବ କି ଏ ଦେହ ସେ ଶବ ଲୋହିବ କି ମୋତେ କହିବ କି ଏହି ପରିଣାମ ଏହି ନଶ୍ୱରତା ଏଥିପାଇଁ ଏତେ ସହିବ କି ମୋତେ କହିବ କି ମୋ ନାମ ଉପେନ୍ଦ୍ରନାଥ ମିଶ୍ର ଘର କେନ୍ଦୁଝର ଜିଲ୍ଲା ହାଟଡି ବ୍ଲକ 74 ମସିହାରେ ମୁଁ ପାଲା ଆରମ୍ଭ କଲି ଶିକ୍ଷା କେମିତି ମୁଁ ଶିଖିଲି ଆମ ନିକଟରେ ଏକ ମଞ୍ଚରେ ପରମାନନ୍ଦ ଶରଣ ପାଲା ପରିବେଷଣ କରୁଥିଲେ ତାଙ୍କ ପାଲା ମୁଁ ଦେଖିବାକୁ ଯାଇଥିଲି ତା ପୂର୍ବରୁ ହାଇସ୍କୁଲରେ ମୁଁ ଶିକ୍ଷକତା କରୁଥିଲି ପାଲା ଦେଖିଲା ପରେ ଯେ ମୋର ଶିକ୍ଷକତା ପ୍ରତି ଆଦୌ ମନ ବଳିଲା ନାହିଁ କାହିଁକି ପାଠ ପଢ଼େଇବା ଏଇ ପାଠ ପଢ଼େଇବାରେ କୌଣସି ପାଲା ଶିଖିଲେ ବହୁତ ଜ୍ଞାନ ଅର୍ଜନ କରିବା ମୋର ଇଚ୍ଛା ରହିଲା କିଛି ମୁଁ ଜ୍ଞାନ ଅର୍ଜନ କରିସାରିଲା ପରେ ଅନେକ ଗୁଡ଼ିଏ ଶିଷ୍ୟ ତିଆରି କରିବି ଏଇ ଲକ୍ଷ୍ୟ ମୋର ରହିଲା ଏବଂ ବହୁତ ମଞ୍ଚ ବୁଲିବି ବହୁ ଲୋକ ସହିତ ସାକ୍ଷାତ ହେବ କଳା ବିତରଣ ହେବ କଳାର ପ୍ରକାଶ ହେବ ମାନେ କଳାର ପରିବେଷଣ ଶୈଳୀ କେମିତି ଏହି ପ୍ରକାର ଲକ୍ଷ୍ୟ ରଖି ଯେ ମୁଁ ପାଲାକୁ ଓହ୍ଲେଇ ଆସିଲି ପାଲାକୁ ଆସିଲା ପରେ ପରମାନନ୍ଦ ଶରଣଙ୍କ ପାଖକୁ ମୁଁ ଗଲି ସେ କହିଲେ ବାବୁରେ ତୁ ଆଗେ ଗୋଟେ ବର୍ଷ 2 ବର୍ଷ ଗୁଡ଼ାଏ ଛାଣ୍ଡ ଫାଣ୍ଡ ଶିଖିଯା ତାପରେ ମୁଁ ତୋ ପାଖକୁ ଯିବି ଏଣୁ ମୁଁ କ'ଣ କଲି ଆମ ନିକଟରେ ଜଣେ ଗୁରୁ ଥିଲେ ସେ ଗୁରୁଙ୍କୁ ତାଙ୍କ ପାଖକୁ ଗଲି ସେ ଗୁରୁ ଆସିଲେ ହଁ ଆସିକି ମୋତେ ତାଙ୍କ ନାମ ସୁକଦେବ ଦାସ ସେ ଆସିକି କହିଲେ ଆରେ କଣ୍ଠ ତୋର ବର୍ତ୍ତମାନ ଠିକ୍ ନାହିଁ ହାରମୋନିୟମ ଗୋଟେ ଆଣେ ହାରମୋନିୟମ ଆଣିଲେ ସାରେଗାମା ପାଧାନିଶା ଆଗେ ଭାଙ୍ଗିବ ତାପରେ ମୁଁ ତୁମକୁ ସ୍ୱର ବତେଇବି ତୁମର ପାଲା ହେବ ପାଠ ପଢ଼ିଛ ଶିକ୍ଷିତ ପିଲା ଅସୁବିଧା ନାହିଁ ତେଣୁ ହାରମୋନିୟମ ଆଣିଲି ପାଲା ଶିଖିଲି 3 ମାସ ସ୍ୱର ସବୁ କିଛି ଶିକ୍ଷା ଦେଲେ ରାମଗିରି ବଙ୍ଗଳାଶ୍ରୀ ଇତ୍ୟାଦି କହିଲେ ତୋତେ ଆଉ ଶିଖେଇବି କ'ଣ ତୋର ଭଲ ଜ୍ଞାନ ରହିଛି ତୁ ବୁଝିପାରିବୁ ଆଗେ ସ୍ୱର ଗୁଡ଼ାକ ଠିକ୍ କରିବା ଦରକାର ଏହିପରି ଭାବରେ 6 ମାସ ମୁଁ ରେଲସେଲ କଲି ଗୁରୁ ଆମ ଘରେ ରହିଲେ ମୋତେ 2 ଖଣ୍ଡ ବିଷୟ ଶିକ୍ଷା ଦେଲେ ସେ 2 ଖଣ୍ଡ ବିଷୟ ଶିକ୍ଷା ଦେଇସାରିଲା ପରେ ସରସ୍ୱତୀ ପୂଜାରେ ମୋତେ ଦେଇକି ଚାମର ପ୍ରଦାନ କଲେ ଚାମର ପ୍ରଦାନ କରିସାରିବା ପରେ ତା ପରଦିନ ଗୋଟେ ମଞ୍ଚରୁ ଆସିଲା ପ୍ରୋଗ୍ରାମ ଯେ ମୁଁ କ'ଣ ଜାଣିଛି 2 ଖଣ୍ଡ ବହି ଶିଖିଛି ଆପଣ କହୁଛନ୍ତି 3 ରାତି ପାଲା ମୁଁ କରିବି କ'ଣ ସେଟା ହେଉଛି ବାଲୁଆ ମଞ୍ଚ ରାଇମଣି ପାଲା ଯିଏକି ଭଦ୍ରକ ଜିଲ୍ଲା ମୁଁ ସେତେବେଳେ ଶିଖିଥିଲି କୃଷ୍ଣ ସେବିକା ମୀରା ଆଉ କବି ନର୍ତ୍ତକୀ ଯେଉଁଟାକି କୃଷ୍ଣ ପ୍ରସାଦ ବସୁ ଲେଖିଛନ୍ତି ଏଇ 2ଟା ବିଷୟ ଶିଖିଥିଲି ସେ ଲୋକମାନେ ଆସିଲେ ଯେଉଁଦିନ ଓପନିଂ କରିଥିଲି ସେଦିନ ପାଲା ସେ ଆମର ଦେଖିଛନ୍ତି ସେ ଲୋକ ଆଉ 3-4 ଜଣ ଗାୟକକୁ ପ୍ରୋଗ୍ରାମ କରିବା ପାଇଁ ନିମନ୍ତ୍ରଣ କରିବାକୁ ଆସିଥିଲେ ସେ ପାଇଲେନି ସେମାନେ ସବୁ ପଳେଇଛନ୍ତି ପାଲା କଲ୍ରେ କେବଳ ଏକୁଟିଆ ମୁଁ ସେଦିନ ଆରମ୍ଭ କରିଛି ମୋ ପାଲା ଦେଖିଲେ ଦେଖି ସାରିଲା ପରେ କହିଲେ ଆଜ୍ଞା ଆପଣ ଆମ ମଞ୍ଚ ସମ୍ଭାଳି ପାରିବେ ମୁଁ କହିଲି ମୁଁ ନୂଆ ଗାହାଣ କ'ଣ ଜାଣିଛି କ'ଣ ସିଙ୍ଗିଲ୍ ପାଲା ହେବ ନା ନା ବାଜି ପାଲା ହେବ ବାଜି ପାଲା ପ୍ରଥମର ମୋର ପାଲା ହେଲା ଦୋଳଗୋବିନ୍ଦ ଭୂୟାଁ ସହିତ ବାଲୁଅ ମଞ୍ଚ ଗୋଟେ ରାତି ପାଲା ପରିବେଷଣ କରିସାରିବା ପରେ ସେ ମଞ୍ଚକୁ ମୁଁ ଗଲି ଆମ ସଙ୍ଗୀତମାନେ କହିଲେ ହଁ ଯେମିତି ହେଲେ ଗାଇଦେବା ମୁଁ କହିଲି କ'ଣ ଗାଇବି 3 ରାତି ପାଲା ଆରେ ମୋ ବିଷୟ ଯଦି ସେ ଗାଇଦେବ ମୁଁ କରିବି କ'ଣ କହିଲେ ନା ନା ତୁମେ ପାଠଶାଠ ପଢ଼ୁଛ ତୁମର ଅଛି ତୁମେ ହାଇସ୍କୁଲରେ ଯେଉଁଗୁଡ଼ା ପଢ଼ିକି ଆସିଥିଲ ଗଙ୍ଗାରେ ନୌକା ଯାତ୍ରା ଆଶ୍ରମେ ପ୍ରଭାତ ଗୋଟେ ପହରା ଆମେ କରିଦେବା ପଛ ପହରା ଆଉ 2 ଦିନ ଆଗ ପହରା ଗାଇବା ବଡ଼ ବହି 2ଟା ଆମେ ଶିଖିଛନ୍ତି ଶିଖିବା ବହି ସେଇଆ ହିଁ ହେଲା ମୁଁ ଗଲି
ପାଲା 3 ରାତି ଗାଇଲି। ସେ ମଞ୍ଚରୁ ଆସିସାରିଲା ପରେ ଘନ ଘନ ପାଲା କଲ୍ ଲାଗିଲା। ଏହିପରି ଭାବରେ 74 ମସିହାରୁ ମୁଁ ମୋର ପାଲା ଗାଇବା 2007 ମସିହା ପର୍ଯ୍ୟନ୍ତ ରେଗୁଲାର ପାଲା ହେଲା। ତାପରେ ଘରର କେତେ ଗୁଡ଼ିଏ ଅବସ୍ଥା ଆଉ ଆର୍ଥିକ ଅବସ୍ଥା, ପାରିବାରିକ ଅବସ୍ଥା ଏଇଗୁଡ଼ାକ ମୋତେ ଚାପ ଦେଲା, ଯାହାଫଳରେ ସେଇଠୁ ମୁଁ ପାଲା କିଛି ଦିନ ବନ୍ଦ କରିଦେଲି। 7 ମସିହାରୁ 17 ମସିହାରୁ ପୁଣି ପାଲା ଆରମ୍ଭ କଲି। 10 ବର୍ଷ ବନ୍ଦ ହୋଇଗଲା। ୟା ଭିତରେ ଯେ କି କେନ୍ଦୁଝର ଜିଲ୍ଲାରେ ମୋର 70 ଗାୟକ ଛାତ୍ର ଅଛନ୍ତି। କେନ୍ଦୁଝର ଜିଲ୍ଲାରେ ନାଁ ଯଦି କହିବେ ଗୋଟିଏ ଗୋଟିଏ କହିଦେଇପାରିବି। ଏହିପରି ଅଛନ୍ତି, ସମସ୍ତେ ଜାଣିଛନ୍ତି, ଆମର ଏ ପାଖ ଲୋକ ସବୁ ଜାଣିଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ 15 ଜଣ ଭଳିଆ ମୋର ଛାତ୍ର ଅଛନ୍ତି। ଏମିତି 90 ଜଣ ଭଳିଆ ପାଲା ଗାୟକକୁ ମୁଁ ଶିକ୍ଷା ଦେଇଛି ମୋ ଜୀବନ କାଳ ଭିତରେ। ଦେଇସାରିଲା ପରେ ଅଦ୍ୟାବଧି ପାଲା ମଧ୍ୟ ଗାଉଛି। କାରଣ ଚେହେରା ବେଚେହେରା ହେଇଗଲା, କଳାକାରମାନଙ୍କର ଚେହେରା କମିଗଲା ପରେ ଟିକେ ଆଦର କମିଯାଏ। କାହିଁକି? ଖାଲି ଜ୍ଞାନକୁ ଲୋକ ଚାହାନ୍ତିନି। ଯେଉଁମାନେ ଜ୍ଞାନକୁ ଚାହାନ୍ତି ସେମାନେ ମୋର ଡାକୁଛନ୍ତି। ଯେଉଁମାନେ ଆଗରୁ ଜାଣିଛନ୍ତି ନା ଉପେନ୍ଦ୍ର ବାବୁ ଆଣିବା, ତାଙ୍କର ଆଲୋଚନା ଭଲ, କଲ୍ ଦେଉଛନ୍ତି, ମୁଁ ଯାଉଛି। କେଉଁଠି କଲ୍ ପାଇଁ, କେଉଁଠି ପାଲା ଗାଇବା ପାଇଁ ମୁଁ କାତର ନୁହେଁ। କାହାକୁ ଖୋସାମତ କରିକି କୌଣସି ମଞ୍ଚକୁ ଯିବାକୁ ମୁଁ ଚାହେଁନା। ଯେଉଁଠି ମୋତେ ଡାକୁଛନ୍ତି ଆଦର ସହକାରେ ମୁଁ ସେଇ ଜାଗାକୁ ଯାଉଛି। ଏହିପରି ଭାବରେ ତାପରେ ଆମର ହାଟଡି ବ୍ଲକରେ ମୁଁ କାର୍ଯ୍ୟକାରୀ ସଭାପତି ମଣ୍ଡଳ କଳାକାର ସଂଘର। ଏଇ ପାଲା ଶିକ୍ଷା ଦିଗରେ 90 ଭଳିଆ ଛାତ୍ରକୁ ମୁଁ ଶିକ୍ଷା ଦେଇଛି। ଜଣେ ଶିକ୍ଷକ। ହାଇସ୍କୁଲ ପିଲାଙ୍କୁ ପାଠ ପଢ଼େଇଛି। ଅଦ୍ୟାବଧି ଟ୍ୟୁସନ୍ କରୁଛି। ମୋ ଘର ପାଖକୁ କଲେଜ ପିଲା ବି ଆସୁଛନ୍ତି। କଲେଜ ପିଲା ଆସନ୍ତି କେବଳ ମୋ ଠାରୁ ଇଂଲିଶ ଶିକ୍ଷା ନିଅନ୍ତି। ମୁଁ ହାଇସ୍କୁଲ ପିଲାଙ୍କୁ ମ୍ୟାଥ୍, ଇଂଲିଶ, ଓଡ଼ିଆ ସବୁ ସବଜେକ୍ଟ ମୁଁ ପଢ଼ଉଛି। ଘର ପାଖକୁ ଆସୁଛନ୍ତି ପିଲା। ତୁଟିଛି ସଂଶୟ ଜାଣିଲି ନିଶ୍ଚୟ, ଉନ୍ମାଦ ବାତୁଳ ପ୍ରେମମୟ, ସୁନ୍ଦର ସୁନ୍ଦର କାହାକୁ ବୋଲୁଛ, ଗ୍ରୀବାଗଣ୍ଡ ନାସାକୁଚ ଦୟ, ମୋତେ କହିବ କି ଏ ଦେହ ଶେଷବ ଲୋହିବ କି, ମୋତେ କହିବ କି ଏହି ପରିଣାମ, ଏହି ନଶ୍ୱରତା, ଏଥିପାଇଁ ଏତେ ସହିବ କି, ମୋତେ କହିବ କି। କୃଷ୍ଣ ପ୍ରସାଦ ବସୁ ଲେଖିଛନ୍ତି କବି ନର୍ତ୍ତକୀ ବିଷୟ, ଯେଉଁଟା ମୋର ପ୍ରଥମ ବିଷୟ ମୁଁ ଶିଖିଥିଲି। ଏଥିରେ ସମାଜ ପ୍ରତି ଅନେକ ଶିକ୍ଷା ରହିଛି। ଗତକାଲି କେହି ଜଣେ ବକ୍ତା ଏଇ ପଦ ନା ଗାୟକ ଜଣେ ଏଇ ପଦଟି ଗାଇଥିଲେ, କିନ୍ତୁ ସେ ସ୍ୱର ଅଲଗା ଦେଇଥିଲେ। ଏଇ ସ୍ୱରର ଭାବ କ'ଣ? ଆଗ ଭାବ ନହେଲେ ତାପରେ ରସ ଆସିବନି। ଏ ହେଲା ଗୋଟେ କଥା। ସମାଜ ପ୍ରତି ଯଦି ଶିଖିବାର କ'ଣ ରହୁଛି ଆପଣମାନେ ଜାଣିଥିବେ। ବିଲ୍ୱମଙ୍ଗଳ ଆଉ ଚିନ୍ତାମଣି ବେଶ୍ୟା। ବିଲ୍ୱମଙ୍ଗଳ ଜଣେ ଧନୀ ପରିବାର ପୁତ୍ର ବ୍ରାହ୍ମଣ, ବେଶ୍ୟାସକ୍ତ। ବେଶ୍ୟା ତାକୁ କହିଛି, ଶେଷରେ ତିରସ୍କାର କଲା ବିଲ୍ୱମଙ୍ଗଳକୁ। କହିଲା ଆପଣ ଭଳିଆ ପୁରୁଷ ମୋର ଦରକାର ନାହିଁ। ଗୋଟେ ଶବବେଳା ଧରିକି ଆପଣ ମୋ ପାଖରେ ପହଞ୍ଚିଲେ। ଆପଣଙ୍କର ପିତୃକାର୍ଯ୍ୟ ନ କରିକି ମାନେ ମୋ ପାଖରେ କ'ଣ ଅଛି? ମୋ ପାଖରେ କିଛି ନାହିଁ। ମୁଁ ନାରୀ, ମୁଁ ବେଶ୍ୟାବୃତ୍ତି କରୁଛି। ନାରୀର କ'ଣ ଦେଖୁଛ ତୁମେ ଏତେ ଭଲ ପାଉଛ? ତାର ସୁନ୍ଦର କେଶଗୁଚ୍ଛ, ତାର ସୁନ୍ଦର ମୁଖମଣ୍ଡଳ, ତାର ସ୍ତନ ଯୁଗଳ, ଏଇସବୁକୁ ଦେଖିକି ତୁମେ ଭଲ ପାଉଛ, ମୋ ପ୍ରତି ଆସକ୍ତ ହେଇଛ। ତୁମେ ମୋ ଠାରୁ ଚାଲିଯାଅ। ଦୂରେଇ ଗଲା। ସେ ପଳେଇଗଲା ପରେ ଚିନ୍ତାମଣି ଆଉ ଗୋଟାଏ ପଦ ମଗାଉଛି। ସେ ଭାବିଲା କ'ଣ? ଏଭଳିଆ ପୁରୁଷ, ଏତେ ଧନୀ ପୁରୁଷ ମୋ ପାଖକୁ ସଦାସର୍ବଦା ଆସୁଛନ୍ତି, ମୁଁ ତାଙ୍କୁ ବିତାଡ଼ିତ କରିଦେଲି। ତାର ଅନୁଚିନ୍ତା ଆସିଲା। ସେ ଚିନ୍ତା କଲା ମୁଁ କେତେ ବଡ଼ ଭୁଲ କରିଛି। ବାଟହତ ରମ୍ଭା ତରୁ ପ୍ରାୟ ଢଳି,
কনক প্রতিমা চিন্তামণি কি কলি বাঞ্ছা ফল পাই হজাই বসিলি অলক্ষণী মুঝে পাতকিনি চিহ্নি ন পারিলি স্পর্শমণি মুঝে পাতকিনি প্রেম দেবা কেবে শিক্ষিত নথিলি প্রেম নেব কাহু অভাগিনী মুঝে পাতকিনি। চিন্তামণি ବିଚାର କରୁଛି ଯେ ମୁଁ କିଭଳିଆ ଯୁବକକୁ ପାଇଥିଲି, ସେ ଯାଇକି ଶବବେଳାକୁ ଧରିକି ନଦୀ ବନ୍ୟାରେ ସେ ଯାଇକି ପ୍ରାଣକୁ ମୂର୍ଚ୍ଛି ଦେଇଥିଲେ ଏବଂ ନଦୀ ଗର୍ଭକୁ ଡେଇଁ ପଡ଼ିଥିଲେ କେବଳ ମୋରି ପାଇଁ। ମୁଁ କେତେ ବଡ଼ ଭୁଲ କରିଛି। ମୁଁ ଗୋଟେ ଛାର ବେଶ୍ୟା, ମୋର ଧନ ଦରକାର, ଟଙ୍କା ଦରକାର, ଉପଯୁକ୍ତ ସୁନ୍ଦର ସୁନ୍ଦର ପୁରୁଷ ଦରକାର। ପ୍ରେମ ଆଦାନ ପ୍ରଦାନ ଫଳରେ ମୁଁ ଉପଭୋଗ କରିବି, ଆନନ୍ଦ ଉପଲବ୍ଧି କରିବି, ତା ବିନିମୟରେ ତାଙ୍କୁ ଲୁଣ୍ଠନ କରିବି ପୁରୁଷମାନଙ୍କୁ। କେତେ ବଡ଼ ଭୁଲ ମୋ ଜୀବନରେ ମୁଁ କରିଛି। ତେଣୁ ମୋ ପାଖରେ କ'ଣ ବା ଅଛି? କିଛି ନାହିଁ ମୋ ପାଖରେ। ଏହା କହି ସେ ଧରା ପୃଷ୍ଠରେ ପଡ଼ିଯାଇଛି ବାତାହାତ ରମ୍ଭା ପରି। ବାତ୍ୟା ହେଲେ ଯେପରି କଦଳୀ ବୃକ୍ଷ ଢଳି ପଡ଼େ, ସେହିପରି ଭାବରେ ପଡ଼ିଯାଇଛି। ବାହୁ ଦୌଚ ମୃଣାଳ ମାସ୍ୟ କମଳମ୍ ଲାବଣ୍ୟ ଲୀଳାଜଳମ୍ ଶ୍ରୋଣୀ ତୀର୍ଥ ଶିଳାଚ ନେତ୍ରଂ ଚ ସଫରି ଧମ୍ମୀଳ ଶୈବାଳକଂ କାନ୍ତୟା ସ୍ତନ ଚକ୍ରବାକ ଯୁଗଳହି କନ୍ଦର୍ପ ବାଣର୍ଣ୍ଣଳୈ अर्दग्धान बगाहनाह विधिनाम से रम्य स्वर निर्मित। बाहु दुईटी बाहु दौच मृणाल मास्य कमल। बाहु दुईटी मृणाल कहले पद्म नाड़ परी। मृणालम आस्य आस्य कहले मुख। मृणालम पंचम विभक्ति कुमान को बाहु दौच मृणाल मास्य कमलम तांको मुखटा पद्म परी। लावण्य लीला जलम तांको रूपटा ये स्वच्छ पोखरे नील जल राशि परी। श्रोणी तीर्थशिला नेत्रंच सफरी। जदि ये जड़े नायिका जदि पोखरी है तार यही सब उपकरण गुड़ाक थिबा दरकार। पोखरी पद्म फूल अच्छी तार नाड़ रही युड़ाक सब प्रमाण करा जाउछि वर्तमान। धम्मिल शैवालकं पोखरी छोटिया छोटिया सब दल जातीय शिउली सब थाए। ये हूँ ता देहर लोम इत्यादि एगुड़िक हूँ दल पोखरी। श्रोणी तीर्थशिला नेत्रंच सपरी तार स्पीच एगुड़िक हूँ पावच्छ पोखरी। नेत्र है दंडिकारी माछ नेत्रंच सफरी धम्मिल शैवालकम कांताया स्तन चक्रवाक जुगले। ये कांतार बा ये सुंदर स्तन दुटी गोटे चक्रवाक गोटे चक्रवाकी पक्षी। कंदर्प बाणार्णवली कंदर्प बाण कंदर्पर पंचबाण जो पुरुष दग्धीभूत हो पुरुष यही प्रकार पोखरी स्नान करी तार कंदर्प ज्वालू से निवृत्त रहा सुंदर। सर्वपुरे जाई पर्वत कहिला महिजात हेम मंजरी सुगंधवतीश इच्छारे चलित पत्रावली रे की माधुरी आहा संफूल तही फूल पुणी एतेक सररुह चंपा कुमुद पाटली नियाली शिरीष अशोक आउ संफूल
तही फूल पुणी एते क भंजंकर। अधिकरू अधिक पाला देखिबा पई आमो चैनल सब्सक्राइब करंतु।